ନମସ୍କାର ସାଙ୍ଗମାନେ, ଆମର ଆଜିର ଆଉ ଏକ ଭିଡ଼ିଓରେ ଆପଣମାନଙ୍କୁ ସ୍ୱାଗତ କରୁଛୁ। ଆମର S4 ଦେଶୀ ଫୁଡ୍ ବ୍ଲଗକୁ। ଆଜି ଆମର S4 ଦେଶୀ ଫୁଡ୍ ବ୍ଲଗରେ ଏକ ଦେଶୀ ଆଇଟମ୍, ଦେଶୀ କୁକୁଡ଼ାର ଏକ ଦେଶୀ ଆଇଟମ୍ ଦେଖନ୍ତୁ। ଦେଶୀ କୁକୁଡ଼ାଟିକୁ ଭଲ ଭାବରେ ତାର ପର ଛଡ଼େଇ ସାରିବା ପରେ କେମିତି ତାକୁ ଆମେ ଗୋଟେ ଦେଶୀ ପ୍ରୋସେସ୍ରେ ଚୁଲିରେ ପୋଡ଼ୁଛୁ। ଆକ୍ଚୁଆଲି ଦେଶୀ କୁକୁଡ଼ାଟାକୁ ପୋଡ଼ିକି ପ୍ରିପାରେସନ୍ କଲେ ତା'ର ଟେଷ୍ଟ ବଢ଼ିଥାଏ। ସେଥିପାଇଁ ବର୍ତ୍ତମାନ ତା'ର ପୋଡ଼ା ଚାଲିଛି। ଏବେ ପୋଡ଼ା ସରିଗଲା ପରେ ତାକୁ ଭଲ ଭାବରେ ଧୋଇ ସାରିଲା ପରେ ବର୍ତ୍ତମାନ ତାକୁ ଆମେ କାଟିବା। ଦେଖନ୍ତୁ, ପ୍ରଥମେ ତା'ର ଗୋଡ଼ ଦୁଇଟା ଅଲଗା କରାଯାଏ। ଏ ଗୋଡ଼ରେ ବି ଆଉ ଏକ ଭଲ ଆଇଟମ୍ ପ୍ରସ୍ତୁତ ହୋଇପାରିଥାନ୍ତା, କିନ୍ତୁ ବର୍ତ୍ତମାନ ଯେହେତୁ ଆମ ପାଖରେ ସମୟ କମ୍, ଆମେ ଆଉ କେବେ ଏ ଗୋଡ଼ର ଦେଶୀ କୁକୁଡ଼ା ଗୋଡ଼ର ଗୋଟେ ଭଲ ଆଇଟମ୍ କରିକି ଆପଣଙ୍କୁ ଦେଖେଇବୁ। କିନ୍ତୁ ଆଜି ଆମେ କରିବା ଦେଶୀ କୁକୁଡ଼ାର ଝୋଳ, ପିଓର ଦେଶୀ କୁକୁଡ଼ା। ଆଉ ଏଇ ଦେଶୀ କୁକୁଡ଼ା ଯେଉଁ ଆମେ ପ୍ରିପାରେସନ୍ କଲେ ତା ରୁମ ଛଡ଼େଇ ଯେଉଁ ଦେଶୀ ପ୍ରୋସେସ୍ରେ ତାକୁ ପୋଡ଼ା ଗଲା, ତା'ର ଟେଷ୍ଟକୁ ଆହୁରି ବଢ଼େଇ ଦେବ। ଦେଖନ୍ତୁ, ପୁରା ଲେଗ୍ ପିସ୍ ବଢ଼ିଆ ପିସ୍ ବାହାର କରିକି ତାକୁ କଟାଯାଉଛି। ଆପଣ ଆକ୍ଚୁଆଲି ନିଜ ସାଇଜ୍ ଅନୁସାରେ କାଟିବାଟା ଭଲ। ବର୍ତ୍ତମାନ ଦେଶୀ କୁକୁଡ଼ାଟା ପ୍ରାୟ କଟା ଚାଲିଛି, କଟା ସରିଗଲା। ଏବେ ତାକୁ ସୁନ୍ଦର ଭାବରେ ଆମର ଛୋଟ ଛୋଟ ପିସ୍ କରିକି ତାକୁ କାଟିଦେବା। ଏବେ କଟା ସରିଗଲା ସାଙ୍ଗମାନେ। ବର୍ତ୍ତମାନ ତାକୁ ମ୍ୟାରିନେଟ୍ କରିବା। ସେଥିରେ କିଛି ହଳଦୀ ଗୁଣ୍ଡ, ଆଉ ତାପରେ କିଛି ଲଙ୍କାଗୁଣ୍ଡ, ଆଉ ତାପରେ କିଛି ଧଣିଆ ଜିରା ଗୁଣ୍ଡ ପକାଇବା। ତାକୁ ମ୍ୟାରିନେଟ୍ କରିକି ରଖିବା। ଟିକେ ଅଳ୍ପ କିଛି ଲୁଣ ସ୍ୱାଦ ଅନୁସାରେ। ଏଥିରେ କିଛି ତରକାରୀରେ ପୁଣି ପଡ଼ିବ ପ୍ରିପାରେସନ୍ ବେଳେ, ସେଥିପାଇଁ ଅଳ୍ପ କିଛି ଲୁଣ ପକାଇବା ଆଉ ଅଳ୍ପ ଟିକେ ତେଲ ଦେଇ ତାକୁ ଗୋଳେଇ ଦେବା। ଭଲ ଭାବରେ ଗୋଳେଇ ଦେବା ଏବଂ ତାକୁ କିଛି ସମୟ ପାଇଁ ଏମିତି ମ୍ୟାରିନେଟ୍ କରିକି ଛାଡ଼ିଦେବା। ତାରି ଭିତରେ ଦେଖନ୍ତୁ, ଏଠି ରୋଜି ମ୍ୟାଡ଼ାମ୍ ଆପଣ ଆମର ଚୁଲି ଲଗାଇ ଦେଇଛନ୍ତି। ଆଜି ଆମର ଚୁଲିରେ ହେବ ଦେଶୀ କୁକୁଡ଼ା। ଆଉ ଚୁଲି ଲଗାଇ ସାରିଲେଣି। ବର୍ତ୍ତମାନ ସେଥିରେ ତେଲ ଗରମ କରିକି ସେ ବର୍ତ୍ତମାନ ଆଳୁଟାକୁ କାଟିକି ବଡ଼ ବଡ଼ ପିସ୍ କରି କାଟିକି ତାକୁ ଛାଣିଲେଣି। ସାଙ୍ଗମାନେ, ଚୁଲି ରୋଷେଇଟା ଅବଶ୍ୟ ଟିକେ କଷ୍ଟ ଲାଗିଥାଏ, କିନ୍ତୁ ଚୁଲି ରୋଷେଇର ଯେଉଁ ଟେଷ୍ଟ, ସେ ଟେଷ୍ଟ ଆଉ କେଉଁଠି ପାଇବେନି। ଅବଶ୍ୟ ଟିକେ କଷ୍ଟ କରିବାକୁ ପଡ଼ିଥାଏ। ଆକ୍ଚୁଆଲି ପିଲାଦିନେ ଆମେ ଯେତେବେଳେ ଛୋଟ ଛୁଆ ଥିଲୁ, ଆମ ଘରମାନଙ୍କରେ ଏମିତି ଚୁଲି ଥିଲା, ଆମ ଚୁଲିରେ ରୋଷେଇ ହେଉଥିଲା। ସେତେବେଳେ ଆମେ ଭାବୁଥିଲୁ ଏବେ ବଡ଼ ବଡ଼ ଲୋକଙ୍କ ଘରେ ତାଙ୍କର ଗ୍ୟାସ୍ ଅଛି, କେତେ ସହଜ, ସେମାନେ ଖାଲି ସୁଇଚ୍ ମାରିଦେଲେ ଜଳିବ, ସେମାନେ ସେଥିରେ ରୋଷେଇ ଫଟାଫଟ କରୁଥିଲେ। କିନ୍ତୁ ଆମେ ସେତେବେଳେ ଏଇ କଥା ଭାବୁଥିଲୁ ଯେ ଗ୍ୟାସ୍ ଆମର ଥାଆନ୍ତା କି ଗୋଟେ, ଏ ଚୁଲିରେ କେତେ ଧରିକି ଏମିତି ଚୁଲି ପାଖରେ ଫୁଙ୍କିବ, ତାକୁ ନିଆଁ ଜଳାଇବ, ଗରମରେ ବସିକି ରୋଷେଇ କରିବ। ସେତେବେଳେ ଆମେ ଏଇସବୁ କଥା ଭାବୁଥିଲୁ। କିନ୍ତୁ ବର୍ତ୍ତମାନ ଆମ କତିରେ ଗ୍ୟାସ୍ ଥାଇକି ବି ଆମେ ସେ ଚୁଲି ରୋଷେଇକୁ ଝୁରି ହେଉଛୁ। ସେ ଚୁଲି ରୋଷେଇର ଯେଉଁ ଟେଷ୍ଟ, ତାର ଯେଉଁ ଫ୍ଲେଭର, ତାର ଯେଉଁ ମଜା, ଏବେ ଆମେ ତାକୁ ବହୁତ ମନେ ପକାଉଛୁ। ଏବେ ତ ଘରେ ଘରେ ଗ୍ୟାସ୍ ହେଇଗଲାଣି, କିନ୍ତୁ ଆମେ ଆମ ପାଖରେ ଗ୍ୟାସ୍ ଥାଇକି ବି ଆମେ କିନ୍ତୁ ଚୁଲିକୁ ଭୁଲି ପାରୁନୁ। ବର୍ତ୍ତମାନ ଦେଖନ୍ତୁ, ସେଥିରେ ସେ ଆଳୁ କାଟି ସାରିଲା ପରେ ପିଆଜକୁ ବି ସୁନ୍ଦର ଭାବରେ କାଟିକି ତାକୁ ଭାଜୁଛନ୍ତି। ଆଉ ଏପଟେ ଅଦା ରସୁଣ ବି ଛଡ଼ଉଛନ୍ତି। ଏକାଥରେ ତିନିଟା କାମ। ଗୋଟେ ପଟେ ଚୁଲି ନିଆଁ ଲଗାଇବାକୁ ପଡ଼ୁଛି, ଗୋଟେ ପଟେ କଡ଼େଇ ବସିଛି ଭାଜିବାକୁ ପଡ଼ୁଛି, ଏପଟେ କଟା ଚାଲିଛି। ଏକା ସାଙ୍ଗେ ତିନିଟା କାମ ମାନିବାକୁ ପଡ଼ିବ, କରୁଛନ୍ତି। ଏବେ ପିଆଜ କିଛି ଭାଜି ହେଇଗଲା ପରେ ସେଥିରେ ଅଦା ରସୁଣ ପେଷ୍ଟ, ଅଦା ରସୁଣକୁ ବାଟିଥିଲେ ତାକୁ ବର୍ତ୍ତମାନ ସେଥିରେ ଦେଇ ଦେଇଛନ୍ତି। ଏବେ ସେ ମସଲାଟାକୁ, ଅଦା ପିଆଜ ରସୁଣ ମସଲାଟାକୁ ବର୍ତ୍ତମାନ କଷିବେ। ଚୁଲି ରୋଷେଇରେ ଏକାଥରେ ତିନି ଆଡ଼େ କାମ, ମୁଣ୍ଡ ହାତ ଗୋଡ଼ କାମ କରେ। ଆପଣଙ୍କୁ ଏକା ସାଙ୍ଗରେ ଚୁଲିକୁ ଲଗାଇବାକୁ ପଡ଼େ, ରୋଷେଇ କରିବାକୁ ପଡ଼େ, ଏପଟେ କଟାକଟି ବି କରେ। ଚୁଲି ରୋଷେଇଟା ସହଜ ନୁହଁ।
ଏବେ ଲୁଣ କିଛି ପକେଇଲେ, ତାପରେ କିଛି ହଳଦୀ ଗୁଣ୍ଡ। ଆପଣମାନେ ତ ଜାଣିଥିବେ କଷା ପାଇଁ ପ୍ରିପାରେସନ୍ ପାଇଁ ଯାହା ଦରକାର, ହଳଦୀ ଗୁଣ୍ଡ ଟିକେ, ବର୍ତ୍ତମାନ ଲୁଣ ଟିକେ, ଲଙ୍କା ଗୁଣ୍ଡ ଟିକେ, ଯେତେ ମସଲା ଟିକେ ଦେଇ ବର୍ତ୍ତମାନ ତାକୁ ସୁନ୍ଦର ଭାବରେ କଷୁଛନ୍ତି ରୋଜି ମ୍ୟାଡ଼ାମ୍। ଅଳ୍ପ ଟିକେ ଜିରା ଗୁଣ୍ଡ। ଦେଖନ୍ତୁ କେତେ ସୁନ୍ଦର ଭାବରେ ଚୁଲିରେ ବସିଛି ଆମର ଦେଶୀ କୁକୁଡ଼ାର ମସଲା। ମସଲା ପ୍ରିପାରେସନ୍ ହେଉଛି ଦେଶୀ କୁକୁଡ଼ା ପାଇଁ। ପ୍ରିପାରେସନ୍ କରୁଛନ୍ତି ଆମର ରୋଜି ମ୍ୟାଡ଼ାମ୍। ତାପରେ ପୁଣି ଏପଟେ ଗୋଟେ ଟମାଟର କାଟିବାକୁ ଯାଉଛି, ଟମାଟର ପଡ଼ିବ, ସେଥିପାଇଁ ଗୋଟେ ଟମାଟର ବି କାଟିଦେଲେ। ଦେଖନ୍ତୁ କୁକୁଡ଼ା ଦେଶୀ ସେଟଅପ୍, ପନିକି ଚୁଲି ଆଉ ପୁରା ବାହାରର ମାହୋଲ, ଖୋଲା ମାହୋଲ, ଏଇଆକୁ ଆମେ ବହୁତ ମିସ୍ କରୁଥିଲେ, ଯେଉଁଟାକି ଘରର ଚାରି କାନ୍ଥ ଭିତରେ ନଥାଏ, ଯେଉଁଟାକି ଆମର ଏ ଖୋଲା ଆକାଶ ତଳେ ମୋର ମନେ ପଡ଼ିଯାଉଛି ଆମର ସେଇ ପିଲାଦିନ, ପୁରୁଣା ଦିନର କଥା। ବର୍ତ୍ତମାନ ସେଥିରେ ଟମାଟର କିଛି ପକାଇ ପୁଣି ତାକୁ କଷୁଛନ୍ତି। ଯେତେ ଆକ୍ଚୁଆଲି ଦେଶୀ କୁକୁଡ଼ା ଯେଉଁ ଆମର ପ୍ରିପାରେସନ୍ ହେବ, ତା'ର ମସଲା ଯେତେ କଷା ହେବ ତା'ର ଟେଷ୍ଟ ବି ସେତେ ବଢ଼ିବ। ଏବେ ମସଲା କଷି ସାରିଲା ପରେ ସେଥିରେ ଆମର ମ୍ୟାରିନେଟ୍ କରାଯାଇଥିବା ଦେଶୀ କୁକୁଡ଼ାକୁ ସେଥିରେ ବର୍ତ୍ତମାନ ଦେଇଦେବେ, ଦେଉଛନ୍ତି ଏବଂ ତାକୁ ବର୍ତ୍ତମାନ ପୁଣି କଷିବେ। ତାକୁ କିଛି ସମୟ କଷି ତାପରେ ଘୋଡ଼େଇ ଦେବା କିଛି ସମୟ ସିଝିବା ପାଇଁ। ଏବେ ଟିକେ ଆମର ଧିମା ଆଞ୍ଚ ଦରକାର କଷିବା ପାଇଁ, ବହୁତ କମ୍ ଆଞ୍ଚରେ, ଯେତେ କମ୍ ଆଞ୍ଚରେ ତାକୁ ଯେତେ କଷିବେ ମସଲା ଦେଶୀ କୁକୁଡ଼ାର ଟେଷ୍ଟ, ଦେଶୀ କୁକୁଡ଼ା ଝୋଳର ଟେଷ୍ଟ ସେତେ ବଢ଼ିବ। ଯାହା ହଉ ବହୁତ ପରିଶ୍ରମ କରି ରୋଜି ମ୍ୟାଡ଼ାମ୍ ଚୁଲିରେ ମାନେ ଏଇଭଳିଆ ଗରମରେ ରୋଷେଇ କରୁଛନ୍ତି ଆଜିର ଆମର ଆଇଟମ୍ ଦେଶୀ କୁକୁଡ଼ା। ତାଙ୍କୁ ବହୁତ ବହୁତ ଧନ୍ୟବାଦ। ବର୍ତ୍ତମାନ କିଛି ସମୟ କଷିଗଲା ପରେ ଟିକେ ଟିକେ ମଝିରେ ବି କଷିବାକୁ ପଡ଼ିଥାଏ, କାରଣ କାଳେ ଲାଗିଯିବ, କିନ୍ତୁ ତାକୁ ଯେତେ କଷିବା ଦେଶୀ କୁକୁଡ଼ାର ଟେଷ୍ଟ ସେତେ ବଢ଼ିବ। ଏବେ ସେ ଯେଉଁ ଆଳୁ ରଖିଥିଲେ ଆମେ ଭଜା ଆଳୁ, ତାକୁ ମଧ୍ୟ ସେଥିରେ ଦେଇଦେଲେ, ତାକୁ ବି କିଛି ସମୟ ଆମେ ବର୍ତ୍ତମାନ କଷିବା ଏବଂ ସିଝିବା ପାଇଁ ଛାଡ଼ିଦେବା। ଆପଣମାନେ ଜାଣିଥିବେ ଦେଶୀ କୁକୁଡ଼ା ତ ପ୍ରାୟ କିଛି ସମୟ ସିଝିବାକୁ ସମୟ ଲାଗିଥାଏ, ସେଥିପାଇଁ ଯେତେ ଧିମା ଆଞ୍ଚରେ ତାକୁ କଷିବା ତା'ର ଟେଷ୍ଟ ସେତେ ବଢ଼ିବ। ଏ ପାଖାପାଖି ଅଧଘଣ୍ଟା ପରେ ଆମର ଦେଶୀ କୁକୁଡ଼ା ମାଂସ ପ୍ରାୟ ସିଝିଗଲା। ଆଉ ବର୍ତ୍ତମାନ 2ଟି ପିସ୍ ରୋଜି ମ୍ୟାଡ଼ାମ୍ ଖୋଲିଛନ୍ତି ଆଉ ମୋତେ କହୁଛନ୍ତି ଟେଷ୍ଟ କରିବାକୁ। ଚାଲ ଯିବା, ଆମେ ଟେଷ୍ଟ କରିବା ଆଉ ଦେଖିବା ଦେଶୀ କୁକୁଡ଼ାର କଷା କେମିତି ହେଉଛି। ଦେଖନ୍ତୁ ସାଙ୍ଗମାନେ କେତେ ସୁନ୍ଦର ଦେଖାଯାଉଛି, ପିସ୍ ବି ଭଲ ଭାବରେ ପ୍ରାୟତଃ ସିଝି ଯାଇଛି। ଆଉ ବହୁତ ଟେଷ୍ଟି ଲାଗୁଛି, ପୁରା ରଡ଼। ଏବେ ଏଥିରେ ଦେଖନ୍ତୁ ପାଣି ପ୍ରାୟତଃ ବାହାରି ଆସିଲାଣି, ଆଉ ପାଣି କିଛି ଦେଇ ତାକୁ ଆଉ କିଛି ସମୟ ଛାଡ଼ିଦେବା ଫୁଟିବା ପାଇଁ। ତାପରେ ପ୍ରସ୍ତୁତ ହେଇଯିବ ଆମର ଆଜିର ଦେଶୀ ଷ୍ଟାଇଲ୍ ଦେଶୀ କୁକୁଡ଼ା, ସେ ପୁଣି ଚୁଲିରେ। ଏବେ ଆମର ଗରମ ତରକାରୀ ଯେଉଁ ଥିଲା ଦେଶୀ କୁକୁଡ଼ା ଝୋଳ ପ୍ରାୟ ଫୁଟି ଆସିଲାଣି, ଏଥିରେ କିଛି ଗରମ ମସଲା, ତାପରେ ଆଉ କିଛି ଧଣିଆ ପତ୍ର ଦେଇଦେବା, ତାପରେ ରେଡ଼ି ହେଇଯିବ ଆମର ଆଜିର ଦେଶୀ କୁକୁଡ଼ାର ଝୋଳ। ଆଉ ଏଇ ଯେଉଁ ଦେଶୀ କୁକୁଡ଼ା ଝୋଳ ଯେଉଁ ଚୁଲିରେ ବସିକି ପ୍ରିପେୟାର ହେଇଛି, ଆମେ ଜାଣିଛୁ ତା ଟେଷ୍ଟକୁ ଆହୁରି ଡବଲ୍ କରିଦେବ। ମନେ ପଡ଼ିଗଲା ଆମର ସେଇ ଆଜିର ପୁରୁଣା ଦିନ, ସେଇ ଚୁଲି, ସେଇ କଡ଼େଇ, ସେଇ ଦେଶୀ କୁକୁଡ଼ାର ଝୋଳ।